ପୁରୀ ଶାସନ ଗାଁର ସେକାଳର ପହିଲମାନ ଅଜାଙ୍କୁ ଘଷି ମୋଡ଼ି ମୋର ହାଲ ହେଲା ବେହାଲ। ଅଜା, ହଁ ଆଜ୍ଞା ଅଜା, ଗୋଟେ ଏହିପରି ସମ୍ପର୍କ ଯାହାକି ଜେଜେବାପାଙ୍କ ଶୂନ୍ୟସ୍ଥାନ ପୂରଣ କରେ, ଆଉ ତାଙ୍କ ସ୍ନେହରେ ଥାଏ ମାତୃତ୍ୱର ଛିଟା। ଆଜି ବି ମନେ ପଡ଼େ ତାଙ୍କ କୋଳରେ ସେହି ନିଦୁଆ ଖରାବେଳ ଓ ତାଙ୍କ ହାତ ଧରି ବିତି ଯାଇଥିବା ସେଇ ବାଲ୍ୟକାଳ। ନିଜ ଅର୍ଦ୍ଧାଧିକ ଆୟକୁ ଖାଦ୍ୟରେ ଖର୍ଚ୍ଚ କରିବାର ଦେଖି ତାଙ୍କୁ ପଚାରିଲେ ସେ କୁହନ୍ତି, କଳିଯୁଗରେ ଅନ୍ନ ହେଲା ପ୍ରାଣ ଆଉ ବ୍ରହ୍ମ। ତାଙ୍କ ସହ ବସିଲା ବେଳେ ମୋତେ ଲାଗେ ଅଜାଙ୍କ ପାନ ପେଡ଼ି ତାଙ୍କ ପାଇଁ ପ୍ରାଣ କିମ୍ବା ବ୍ରହ୍ମ। ବୃଦ୍ଧାବସ୍ଥାରେ ଭିଟାମାଟିକୁ ଯିବାର ଇଚ୍ଛାକୁ ମୁଁ ମୋ ଚାରିଚକିଆ ଦ୍ୱାରା ସମ୍ପାଦନ କରେ ଓ ଶେଷରେ ଅଜା ଘରକୁ ଆସି ତାଙ୍କ ଶରୀର ପୀଡ଼ାକୁ ସ୍ୱହସ୍ତରେ ଉତ୍ପାଟନ କରେ। ଯେତେ ଜୋରରେ ଘଷିଲେ ମଧ୍ୟ ତାଙ୍କୁ କିଛି କାଟୁ କରେ ନାହିଁ। ଆରେ ତ ଅଜା ଥିଲା ପହିଲମାନ ଜୁଆନ। ଅଜାଙ୍କ କଥା ଶୁଣି ଆଈର ମୁହଁମଡ଼ା ଦେଖି ସାରିଲା ପରେ ମୋର ସ୍ମୃତି ରୂପକ ପୁସ୍ତକରେ 7ମ ଗଳ୍ପ ଯୋଡ଼ି ହୋଇଗଲା ଓ ତା'ର ନାମ ହେଲା ଜୁଆନ ଅଜା। ଜୟ ଜଗନ୍ନାଥ।